ଶ୍ରୋତାବନ୍ଧୁ, ଆଜି ଶୁଣିବା ପ୍ରସିଦ୍ଧ ଗାଳ୍ପିକ ଅଜୟ ସ୍ୱାଇଁଙ୍କର ଏକ ପ୍ରସିଦ୍ଧ ଗଳ୍ପ ବୋଉର ଗୀତ ଖାତା। ଏଇ ଗାଁ ଶେଷରେ ଗୋଟେ ସହର ଅଛି, ବେଶ ବଡ଼ ସହର। ସହରରେ ଅଛି 4ଟା ସିନେମା ହଲ୍, ଫଟୋ ଉଠା ପାଇଁ 3ଟା ଷ୍ଟୁଡ଼ିଓ, ଗୋଟେ ଆଧୁନିକ ଧାନ ଗବେଷଣା କେନ୍ଦ୍ର, ତା ସହିତ 2ଟା ସାପ୍ତାହିକ ହାଟ। ଏ କଥା ବୋଉକୁ ଜଣା ନଥାଏ। ବୋଉର ସେଇ ସହରରେ କିଛି କାମ ପଡ଼େ ନାହିଁ। ସେ 2 ଦାଣ୍ଡି ଘର, ଅଗଣା, ତୁଳସୀ ଚଉରା, ହାଣ୍ଡିଶାଳ, ଶୁଆ ପଞ୍ଜୁରୀ ଆଉ ଗାଈ ଗୁହାଳ ପାଖେ ପାଖେ ଥାଏ ଆଉ କ୍ରମଶଃ ବୁଢ଼ୀ ହେଉଥାଏ। ବୋଉ କିନ୍ତୁ ବୁଢ଼ୀ ପରି ଦିଶେନା। 12 ମାସ 13 ବ୍ରତ କରୁଥାଏ। କାଉ କା ନ କହୁଣୁ ନଈରେ ଗାଧୁଏ। ମାଣବସା ଗୁରୁବାରରେ ଲକ୍ଷ୍ମୀପାଦ ଚିତା ଆଙ୍କେ, ମୁରୁଜ ପକାଏ, ଝୋଟି ଆଙ୍କେ, ଛୁଞ୍ଚିପତ୍ର ପିଠା କରେ, ଜେଜେଙ୍କ ଗୋଡ଼ ଘଷେ, ଜେଜେମାର ପାରାଲିସିସ୍ ହାତରେ ମହାମାସ ତୈଳ ମାଲିସ କରେ। ଆମ ପାଇଁ ଆଳୁ ଚଟଣି ଓ ଛୋଟ ମାଛ ପତ୍ରପୋଡ଼ା କରେ। କେବେ ଥକେନା କି ଥକି ଯାଏନା। ମୁଁ ଯଦି କହେ ଏତେ କାମ ନଈ ନଈ କରୁଛୁ, ଚଞ୍ଚଳ ଅଣ୍ଟା ଭାଙ୍ଗିଯିବ ଆଉ ବୁଢ଼ୀ ହେଇଯିବୁ, ବୋଉ ହସେ। କହେ, ତୁ ବାହା ହେଲେ ତୋ ବୋହୂ ଆସିଲେ ମୁଁ ଆରାମରେ ବସି ଖାଇବି। ମୋର ତତ୍କ୍ଷଣାତ୍ ବାହା ହେବାକୁ ଇଚ୍ଛା ହୁଏ। ଏ କଥା କହିବାରୁ ବୋଉ ହସି ହସି କହେ, ଆଗ ବଡ଼ ହ, ଚାକିରି କର। ବୋଉର ଥାଏ ଗୋଟେ ଠାକୁର ଘର। ସେ ଘରେ 50ରୁ ବେଶୀ ଦେବାଦେବୀ ଚନ୍ଦନ ଚର୍ଚ୍ଚିତ ହୋଇ ଶୋଭା ପାଉଥାନ୍ତି। ବୋଉ ଦିନକୁ 2 ଥର ଫଟୋ ସବୁ ପୋଛେ, ଫୁଲ ଦିଏ, ଝୁଣା ଗୁଗୁଳ ଧୂପ ଦିଏ, କ'ଣ ସବୁ ଗୁଣୁଗୁଣୁ ହୋଇ ମନ୍ତ୍ର ପଢ଼େ ଆଉ ଢୁ ଢୁ କରି ମୁଣ୍ଡ ପିଟେ। ମୁଁ ହସିକି ପଚାରେ, କ'ଣ ମାଗୁଛୁ ଏତେ? ସେ କହେ, ତମମାନଙ୍କର ସମସ୍ତଙ୍କର ମଙ୍ଗଳ। ବେଳେବେଳେ ବୋଉ ମାନସିକ କରେ, ବାଁ ହାତରେ ଖାଏ। ଆମେ ପଚାରିଲାରୁ କଥା ବାଁରେଇ ଦେଇ କହେ, ଡାହାଣ ହାତରେ ଫୋଟକା ହେଇଛି ତ ସେଥିପାଇଁ। ବାପା ହସନ୍ତି, କହନ୍ତି, ବାୟାଣୀଟେ, କ'ଣ ତା ମନ ହେଉଛି କରୁଛି। ଘରର କିଛି ଆପଦ ବିପଦ ପଡ଼ିଲେ ସେ ଠାକୁର ଘରେ ପଶେ ଆଉ ତା ଭାଷାରେ ଠାକୁର ଠାକୁରାଣୀମାନଙ୍କୁ ଗୁହାରି କରେ। ତାର ଯୁକ୍ତି ହେଲା ଯେ ମୁଁ ତାରି ପୂଜା ପାଇଁ ମ୍ୟାଟ୍ରିକ୍ ପାସ୍ କଲି, ତାରି ପୂଜା ଯୋଗୁଁ ବଡ଼ ଭଉଣୀର ଭଲ ଘରେ ବାହାଘର ହେଲା ଆଉ ବାପାଙ୍କର ପେଟମରା ଆପେ ଆପେ ଭଲ ହେଇଗଲା। ସବୁ କଥାରେ ଆମଠୁ ବେଶୀ ବ୍ୟସ୍ତ ବୋଉ ହିଁ ହୁଏ। ଅଥଚ ଆମେ ବ୍ୟସ୍ତ ହେଲା ବେଳକୁ ତାର ବ୍ୟସ୍ତତା ହିଁ ମୋଟେ ନଥାଏ। ଆମର ବ୍ୟସ୍ତତା ଦେଖି ସେ ଢଗ ମେଲେ। ଡର କାହାକୁ, ଭୟ କାହାକୁ, ଠାକୁରେ ଅଛନ୍ତି ଚଉବାହାକୁ। ବୋଉର ଏକାନ୍ତ ନିଜସ୍ୱ ଗୋଟେ ଜିନିଷ ଥାଏ। ସେଇଟା ହେଲା ଗୋଟେ ଟିଣ ବାକ୍ସ। ସବୁବେଳେ ସେଥିରେ ଗୋଟେ ଟିପା ତାଲା ପଡ଼ିଥାଏ। ମୁଁ ଥରେ ପଞ୍ଚମରେ ପଢ଼ୁଥିଲା ବେଳେ ସେ ତାଲାଟାକୁ ଲୁଚେଇ ଖୋଲିଲା ବେଳେ ବୋଉ ହାବୁଡ଼ରେ ପଡ଼ିଗଲି। ବୋଉ ମୋର କାନକୁ ମୋଡ଼ି ଗୋଟେ ଚଟକଣି ଦେଇ କହିଲା, ଖବରଦାର ଟୋକା, ଏ ବାକ୍ସରେ ହାତ ମାରିବୁ ତ ଦେଖିବୁ। ଏଡ଼େ ବକଟେ ମେଚଡ଼ ଟୋକା ଖଣ୍ଡେ, ତୋର ଏଠି ସେଠି ହାତ ନ ମାରିଲେ କ'ଣ ଭାତ ହଜମ ହେଉନି? ମୁଁ କଲେଜ ପଢ଼ିଲା ଯାଏଁ ବି ବୋଉର ଟିଣ ବାକ୍ସଟି ଥିଲା ମୋ ପାଇଁ ରହସ୍ୟମୟ। ମୁଁ ପଢ଼ିବା ପାଇଁ ବାହାରେ ରହିଲି ଆଉ କ୍ରମଶଃ ବୋଉର ଟିଣ ବାକ୍ସକୁ ଭୁଲିଗଲି। ମଝିରେ ମଝିରେ ଛୁଟିରେ ଯେବେ ଘରକୁ ଆସେ, ଦେଖେ ବୋଉ ସେଇ ବାକ୍ସରୁ ବାହାର କରେ କାକୁଡ଼ି, କଖାରୁ ଆଉ ଜହ୍ନି ମଞ୍ଜି। ଦିନେ ସେଥିରୁ ଗୋଟେ ଡେଉଁରିଆ ବାହାର କରି ମୋ ହାତରେ ବାନ୍ଧି ମୋତେ କହିଲା, କେତେ ଖରାରେ ତରାରେ ବାହାରେ ବୁଲୁଛୁ, କେତେ ଡାଆଣୀ ଚିରୁଗୁଡ଼ିଙ୍କର ନଜର ପଡ଼ୁଥିବ, ଏଇଟାକୁ ହାତରେ ସଦାସର୍ବଦା ବାନ୍ଧିଥିବୁ, ହେଲା। 82 ମସିହା ବନ୍ୟାରେ ଯେବେ ଆମ ଗାଁର ଉପର ମୁଣ୍ଡରେ ଘାଇ ଭାଙ୍ଗିବ ଭାଙ୍ଗିବ ହେଲା, ବୋଉ ସେ ଟିଣ ବାକ୍ସଟା ଧରିକି ବସିଲା। ସେଇଦିନ ମୋର ଧାରଣା ହେଲା ଯେ ବୋଉ ବୋଧେ ତା ଭିତରେ ବହୁ ସୁନା ରୂପା ସାଇତିକି ରଖିଛି। ଆମର ଜଣେ ବାବାଜୀ ମାମୁଁ ଥିଲେ। ସେ 18 ବର୍ଷ ବୟସରୁ ବାବାଜୀ ହୋଇଯାଇଥିଲେ। କେତେବେଳେ କାକଟପୁରରେ ତ କେତେବେଳେ ପୁରୀରେ, ପୁଣି କେତେବେଳେ କୋଣାର୍କରେ ରହୁଥିଲେ। ତାଙ୍କର ସ୍ଥାୟୀ ଆଶ୍ରମ ବୋଲି କିଛି ନଥିଲା। ଆମ ଘରକୁ ସେ ଅନେକ ସମୟରେ ଆସୁଥିଲେ। ଆସିବା ବେଳେ ଆଣୁଥିଲେ କାକଟପୁର ପାନ, କୋଣାର୍କ ନଡ଼ିଆ ଆଉ ପୁରୀ ମଗଜ ଲଡ଼ୁ।
ସେଥିପାଇଁ ବୋଉ ତାଙ୍କୁ ଭାରି ଭଲ ପାଉଥିଲା। ମୋର ପଢ଼ାଘର ସେଇବେଳେ ବାବାଜୀ ମାମୁଙ୍କର ଅସ୍ଥାୟୀ ଆଶ୍ରମ ପାଲଟୁଥିଲା। ବାବାଜୀ ମାମୁଁ ମୋ ପଢ଼ା ଟେବୁଲ ଉପରେ ଜଗନ୍ନାଥ ଆଉ ମଙ୍ଗଳାଙ୍କ ଫଟୋ ଥୋଇ ପୂଜା କରୁଥିଲେ। ତାଙ୍କର ପ୍ରିୟ ଚେଲା ଥିଲା ଆମ ଗାଁର ଗଞ୍ଜଡ଼ ମୂଷା ରାଉତ। ସଞ୍ଜ ବେଳକୁ ଗଞ୍ଜେଇ ଟଣା ହେଉଥିଲା। ମୁଁ ବିରକ୍ତ ହୋଇ ବୋଉକୁ କହିଲେ, ବୋଉ କହୁଥିଲା ସେ ବାଆଜି ଲୋକ, ତାଙ୍କର ମୋହମାୟା କ'ଣ? ତାଙ୍କର ଗଞ୍ଜେଇ ଭଲ ତ ସେ ଭଲ। ଦେଖୁନୁ ତୋଠୁ ସେ କେତେ କମ୍ ପାଠ ପଢ଼ିଛି, ହେଲେ କି ଜ୍ଞାନ ତାର। ବୋଉଟା ବୋକିଟା। ଅଜା ଗୋଟେ ବଡ଼ ଜମିରେ ଲଗେଇଥିଲେ ପିଆଜ। ବାବାଜୀ ମାମୁଙ୍କ ଦାୟିତ୍ୱ ଥିଲା ସେଥିରେ ଠିକ୍ ସମୟରେ ପାଣି ମଡ଼େଇବା। ହେଲେ ମାମୁଁ ଗାଁ ଟୋକାଙ୍କ ସାଙ୍ଗରେ ଗଞ୍ଜେଇ ଟାଣି ଯାତ୍ରା ଦେଖି ପାଣି ମଡ଼େଇବାକୁ ଭୁଲିଗଲେ। ଦିନ ଅଜା ଦେଖିଲା ବେଳକୁ ପିଆଜ ଗଛ ସବୁ ଜଳିଗଲାଣି। ସେଠୁ ମାମୁଁକୁ ଗାଳି କରି ଘରୁ ବାହାରି ଯା ବୋଲି କହିବାରୁ ମାମୁଁ କହିଲେ, ଆତ୍ମାକୁ ଦେଖ ବାପା, ଆତ୍ମା ଜଳିଗଲାଣି, କେହି ପଚାରୁନାହାନ୍ତି, ଏ ତ ସାମାନ୍ୟ ପିଆଜ। ମାମୁଁ ଘର ଛାଡ଼ିଲେ। ବୋଉ ଏକଥା ଶୁଣି ବାବାଜୀ ମାମୁଁକୁ ମନେ ମନେ ବହୁତ ଗାଳି ଦେଲା। କହିଲା, ବାବାଜୀ ହେଇ ତ ମଠରେ ରହିବୁ, ଏଣେ ବୁଢ଼ାବୁଢ଼ୀ ଦୁଇଟାଙ୍କୁ ପଚାରିବ କିଏ? ମାତ୍ର 2 ମାସ ପରେ ମାମୁଁ ଆମ ଘରକୁ ଆସିଲେ। ମୁହଁରେ ଦାଢ଼ି, ମୁଣ୍ଡବାଳ ନୁଖୁରା, କପାଳରେ ତିଳକ ଆଉ ସିନ୍ଦୁର, ହାତରେ ତମ୍ବା ବଳା ଆଉ ବେକରେ ରୁଦ୍ରାକ୍ଷ ମାଳ। ବୋଉ ପ୍ରଥମେ ବାହୁନିଲା, ହାଁରେ ପୁନିଆ, ତୋତେ ଏମନ୍ତ ଦଶା କୋଉ ବାଡ଼ିପୋଷା ଦେଲାରେ? ହେଲେ ମାମୁଁ ସ୍ମିତ ହସି କହିଲେ, ମାୟା, ଏସବୁ ମାୟା, ଏସବୁ ମାୟାରେ ମୁଁ ଆଉ ନାହିଁ ଲୋ ଅପା, ଏସବୁ ମୁଁ ତ୍ୟାଯ୍ୟ କରିସାରିଛି। ବୋଉ ଲୁହ ପୋଛି ସେଁ ହୋଇ ପଚାରିଲା, ଆଉ ବାହା ଫାହା? ମାମୁଁ ଉପରକୁ ହାତ ଟେକି କହିଲେ, ସବୁ ତାରି ଇଚ୍ଛା। ଯଦି ସେ ଚାହିଁବ ମୁଁ ଆଉ 4 ମାସ ପରେ ସଂସାର କରିପାରେ, ନହେଲେ ହିମାଳୟ ଚାଲିଯାଇପାରେ। ବୋଉ ତା ଟିଣ ବାକ୍ସ ଖୋଲି ଗୋଟେ ନାଲି କନାରେ ବାନ୍ଧିଥିବା କିଛି ଟଙ୍କା ଆଣି ମାମୁଁକୁ ଦେଲା। ଆଉ କହିଲା, ନେ ଏଇ ପଇସା ରଖିଥା, କାଳେ ତୋର କ'ଣ ଦରକାର ହବ। ମୂଷା ରାଉତ ଆଉ ମାମୁଁ ଗଞ୍ଜେଇ ଟାଣି ସାରିବା ପରେ ଚାଲେ ଭଜନ। ବୋଉ ଲୁହ ଢଳ ଢଳ ଆଖିରେ ହାଁ କରି ଚାହିଁଥାଏ ମାମୁଁଙ୍କ ମୁହଁକୁ। ମାମୁଁ ତନ୍ମୟ ହୋଇ ଗାଉଥାନ୍ତି, ଖଜୁରୀ ଗଛର ରସ ମୋତେ ଯଦି ଟିକେ ପିଆଇ ଦିଅନ୍ତୁ, ଛାଡ଼ନ୍ତି ବାବାଜୀ ବେଶଲୋ ଖଜୁରୀ ଗଛର ରସ। ମାମୁଁ ମୋତେ ଯାହା କହିଲେ ବି ମୋତେ ବଡ଼ ହସ ମାଡ଼େ। ମୁଁ ଭାବେ ମାମୁଁ ବି ଗୋଟେ ଜୋକର। ମୋର ମାମୁଁଙ୍କ ପିଆଜ କିଆରିରେ ପାଣି ମଡ଼ାଇବା କଥା ମନେ ପଡ଼େ। ମାମୁଁ ମୋତେ ବିଶେଷ କିଛି କହନ୍ତି ନାହିଁ। ଗଲାବେଳେ ବୋଉକୁ ଡେଉଁରିଆ କି ତାବିଜଟେ ଦେଇ କହନ୍ତି, ଟୋକା ହାତରେ ପିନ୍ଧେଇ ଦେବୁ, ତାର ଆଉ 9 ମାସ 9 ଦିନ ବଡ଼ ରିଷ୍ଟ ଅଛି। ତାପରେ ମାମୁଁ ଚାଲିଯାଆନ୍ତି। ବୋଉ ଡେଉଁରିଆ ତାବିଜ ସବୁକୁ ସାଇତି ରଖେ ତା ଟିଣ ବାକ୍ସରେ। ବେଳେବେଳେ ବାପା ବୋଉଙ୍କର ଝଗଡ଼ା ହୁଏ। ବିଲ କାହାକୁ ଭାଗ ଦିଆହବ, ନଡ଼ିଆ ଗଛରୁ ନଡ଼ିଆ ଚୋରି ହେଉଛି ଗୋଟେ ଗୁଣିଆକୁ ଡକାଯିବ, ପୋଖରୀରେ ଭାକୁଡ଼ କି ରୋହି ମାଛ ଯାଆଁଳ ଛଡ଼ାଯିବ, ଏ ସବୁଥିରେ ବୋଉ ମୁଣ୍ଡ ପୁରାଏ। ବାପାଙ୍କ ସାଙ୍ଗେ କଳି କରେ। ବାପା ଗାଳି ଦିଅନ୍ତି, ସ୍ୱଭାବେ ସ୍ତ୍ରୀ ଜନ୍ମ ହୋଇ ତମେ ଇହାପ ଏସବୁର କ'ଣ ବୁଝ ହେ? ବୋଉ ଅବଶ୍ୟ କିଛି ବେଳ ପରେ ଚୁପ୍ ପଡ଼େ। ମୋତେ ଦେଖିଲେ ବିଡ଼ିବିଡ଼ି ହୁଏ। କୁସୁନୀ ସାହୁ ପୁଅ ମୋହରିର ହେଇ ଘରେ ଛାତ ପକେଇଲାଣି, ମୂଳି ଗୋସେଇଁ ପୁଅ ମିସ୍ତ୍ରୀ କାମ କରି ଗାଡ଼ି ଚଲେଇଲାଣି, ଆଉ ତୁ ଏତେ ପାଠ ପଢ଼ି କ'ଣ କଲୁ ରେ? ବାପ ଯେମନ ପୁଅ ତେମନ। ମୁଁ ନିଜ ଅପାରଗତା ଘୋଡ଼ାଇବାକୁ ଯାଇ ବାବାଜୀ ମାମୁଁଙ୍କ ପରି କହେ, ଧନ ଅସାର ଲୋ ବୋଉ, ଜ୍ଞାନ ହେଲା ସାର। ଗୋପବନ୍ଧୁ ଦାସ କି ମହାତ୍ମା ଗାନ୍ଧୀ କ'ଣ ଜମି କିଣିଥିଲେ ନା ଘର ଛାତ ପକେଇଥିଲେ? ବୋଉ ଚୁପ୍ ହୋଇଯାଏ। ତାର 33 କୋଟି ଦେବାଦେବୀ ଶୋଭିତ ଠାକୁର ଘର ଭିତରେ ପଶି ସେମାନଙ୍କୁ ଗୁହାରି କରେ, ଏମାନଙ୍କୁ ମଣିଷ ପରି ମଣିଷ କର ହେ ପ୍ରଭୁ, ମଣିଷ ପରି ମଣିଷ କର। ବାପାଙ୍କର ମଝିରେ ଅପରେସନ୍ ହେବାର ସ୍ଥିର ହେଲା। ମୁଁ ସେତେବେଳକୁ ଗୋଟେ ପ୍ରାଇଭେଟ୍ ଫାର୍ମରେ ଚାକିରି କରୁଥାଏ। ଦରମା ପାଉଥାଏ ମାସକୁ ମାତ୍ର 1000 ଟଙ୍କା। ଏଣୁ ନିଜେ ବାପା ହିଁ ତାଙ୍କ ଅପରେସନ୍ ପାଇଁ ଟଙ୍କା ଯୋଗାଡ଼ କଲେ। ଅପରେସନ୍ ଦିନଠୁ ବୋଉ ପ୍ରାୟ ଖାଇବା ପିଇବା ଛାଡ଼ି ଦେଇଥିଲା। ଯେତେ ବୁଝେଇଲେ ବି ଶୁଣିଲା ନାହିଁ। ବାପା ନର୍ସିଂହୋମରେ ଥିଲାବେଳେ ଆହୁରି ଟଙ୍କା ଦରକାର ପଡ଼ିଲା। ମୁଁ ବହୁ ଚେଷ୍ଟା କରି ମଧ୍ୟ ଯୋଗାଡ଼ କରିପାରିଲି ନାହିଁ। ଶେଷରେ ବୋଉକୁ କହିଲି। ବୋଉ ଚୁପଚାପ ଉଠିଗଲା ଆଉ ତାର ଟିଣ ବାକ୍ସରୁ ତା ସୁନା ସୁଉକି ମାଳଟା କାଢ଼ିଲା। ସେଇଟା ମୋତେ ଦେଇ କହିଲା,
ଏଇଥିରୁ 3-4ଟା ପତ୍ର ବିକିଦେବୁ। ବୋହୂ ପାଇଁ ରଖିଥିଲି। ହଉ, ଯାହା ଠାକୁରଙ୍କ ଇଚ୍ଛା, ନେଇଯା। ମୁଁ ସେଥିରୁ 3ଟା ପତ୍ର ବିକିଲି। ଆଉ ଗୋଟେ ପତ୍ରରେ ଗୋଟେ ମୁଦି ତିଆରି କଲି ପ୍ରେମିକା ପାଇଁ। ପ୍ରେମିକାଟି ମୋର ନର୍ସିଂ ହୋମ୍କୁ ଆସିଥିଲା ବାପାଙ୍କୁ ଦେଖିବା ପାଇଁ। ବାପାଙ୍କ ଶିରାଳ ହାତକୁ ଆଉଁସି କହିଲା, ମୁଁ ଆସିଗଲେ ସବୁ ଠିକ୍ ହେଇଯିବ। ବାପା ହସିଲେ। ବାପା ସୁସ୍ଥ ହୋଇ ଘରକୁ ଫେରିବାକୁ 1.5 ମାସ ଲାଗିଥିଲା। ଦିନେ ମୁଁ ପ୍ରେମିକାକୁ ନେଇ ଆସିଲି ଘରକୁ। ସେ ବୋଉକୁ ମୁଣ୍ଡିଆ ମାରିଲା। ବୋଉ ତାକୁ କଲ୍ୟାଣ କଲା। ମୋତେ ପଚାରିଲା, ଏ କିଏ କିରେ? ମୁଁ ହସିଲି। ବୋଉ ପୁଣି ପଚାରିଲା, ଜାତି? ମୁଁ କହିଲି ବ୍ରାହ୍ମଣ। ବୋଉର ଆଖି ବଡ଼ ବଡ଼ ହେଇଗଲା। ପ୍ରେମିକା ଚାଲିଗଲା। କହିକି ଗଲା, ଆସିବ ଯେ ଆଉ ଯିବନି। ସେ ଚାଲିଗଲା ପରେ ବୋଉ ଆଉ ବାପାଙ୍କ ଭିତରେ ଚାଲିଲା ଯୁକ୍ତି ତର୍କ, କଥା କଟାକଟି। ବାପା କହିଲେ, ଯାହା ଇଚ୍ଛା କରୁ, ଯେଉଁଠି ବାହା ହେବ ହଉ, ବ୍ରାହ୍ମଣ ଘର ତ, କିଛି ଅସୁବିଧା ନାହିଁ। ବୋଉ କହିଲା, ଆଉ ଆମ ବନ୍ଧୁବାନ୍ଧବ, ଜାତି ଭାଇ, ସାଇ ପଡ଼ିଶା, ଝିଅ ଜୋଇଁ? ବାପା କହିଲେ, ଆହେ, ତମେ ସେଥିରୁ କ'ଣ ପାଇବ? ଶାସ୍ତ୍ର କହିନି, ମିଷ୍ଟାନ୍ନ ମିତରେ ଜନା, 2ଟା ଭଲ ଖାଇବାକୁ ଦେଇଦେଲେ କଥା ସରିଲା। ବାଆଜି ମାମୁଁ ସେ ବେଳକୁ ପ୍ରେମ ବିବାହ କରି ଗାଁରେ ରହି ଚାଷବାସ ବୁଝୁଥିଲା। ଅଜା କିନ୍ତୁ ଏଥିରେ ବିରକ୍ତ ହୋଇ ବୋଉକୁ କହିଲେ, କେତେ ପୁଣ୍ୟ କଲେ ପୁଅ ସନ୍ନ୍ୟାସୀ ହୁଏ। ଇଏ ପୁଣି ସନ୍ନ୍ୟାସୀରୁ ଗୃହୀ ହୋଇ କୁକୁଡ଼ା ବେକ ମୋଡ଼ିଲାଣି। ଦିନେ ଆଇଁଷ ନହେଲେ ବାବୁଙ୍କର ଭାତ ରୁଚୁନି। ଛେ, ମୁଁ ଆଉ ଏ ଗାଁ ବାଲାଙ୍କ ଆଗରେ ମୁହଁ ଟେକି ଚାଲିପାରୁନି। ପୁଣି କହୁଛି କ'ଣ ନା ସରପଞ୍ଚରେ ଛିଡ଼ା ହେବ। ଏ ଯେଉଁ କର୍ମ କରିଛି, ୟାକୁ ଭୋଟ ଦେବ କିଏ? ବାଆଜି ମାମୁଁ ଚଇନ ଫିଟ୍ ହୋଇ ଦିନେ ଆମ ଘରେ ପହଞ୍ଚିଲେ। ପହଞ୍ଚୁ ପହଞ୍ଚୁ ବୋଉକୁ ବରାଦ କଲେ, ଆଜି ଛୋଟ ମାଛ ସୋରିଷ ରସୁଣ ଦେଇ ପତ୍ରପୋଡ଼ା ଟିକେ କରିବୁ ଅପା। ବୋଉ ମୁହଁ ମୋଡ଼ି କହିଲା, କଙ୍କଡ଼ାର ଗୋଡ଼ ଅଣ୍ଟଇ ନାହିଁ, ମୋ ପୁଅ ବୁଲୁଥାଏ ବାଆଜି ହୋଇ। ବାଆଜି ମାମୁଁ ଗୋଟେ ଅଟ୍ଟହାସ୍ୟ କରି କହିଲେ, ସବୁ ତାରି ବରାଦ ଲୋ ଅପା। ଯାହା ଭାଗ୍ୟରେ ଯାହା ଲେଖା ହେଇଛି, ତା ସେ ଅବଶ୍ୟ ଭୋଗିବ। ରାତିରେ ବାଆଜି ମାମୁଁ ମୋ ପଢ଼ା ଘରେ ଶୋଇଲେ। ଆଉ ତାଙ୍କର ବୁଜୁଳି ନଥିଲା କି ଠାକୁର ଠାକୁରାଣୀଙ୍କର ଫଟୋ ନଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ମାମୁଁ ଆଉ ଗଞ୍ଜେଇ ଟାଣୁ ନଥିଲେ। ମୁଁ ପଚାରିଲାରୁ କହିଲେ, ତୋ ମାଇପା ବିଗିଡ଼ିଲା, ଛାଡ଼ିଦେଲି। ରାତିରେ ମାମୁଁକୁ ମୁଁ ମୋ ପ୍ରେମ ପ୍ରସଙ୍ଗ କହିଲି। ଏ କଥା ବି କହିଲି ଯେ ବାପା ରାଜି, ମାତ୍ର ବୋଉ ରାଜି ହେଉନି। ମାମୁଁ ଏ କଥା ସବୁ ଶୁଣି ଚୁପ୍ ରହିଲେ। ଖାଲି ଏତିକି କହିଲେ, ବୋଉ ମନ ଯେମିତି ଦୁଃଖ ନ ହେବ ସେମିତି କର। ମୁଁ ମୋ ଚାକିରି ଜାଗାରେ ଥିବାବେଳେ ଟେଲିଗ୍ରାମ ପାଇଲି, ବୋଉ ଦେହ ଖରାପ, ଆସ ଶୀଘ୍ର। ମୁଁ ଘରେ ପହଞ୍ଚି ବୋଉକୁ ଡାକ୍ତରଖାନା ନେଇ ପରାମର୍ଶ ପରେ ଜାଣିଲି ଯେ ବୋଉର ୟୁଟ୍ରେସ୍ ରିମୁଭ୍ ହେବ। ବୋଉକୁ ଭୀଷଣ ଯନ୍ତ୍ରଣା ହେଉଥାଏ। ତାର ଆଡ଼ମିସନ୍ କରାଗଲା। ବୋଉ କହିଲା, ମରିବି ପଛେ ମୋ ଦେହରେ ଛୁରୀ ଲାଗିବ ନାହିଁ। ମୋତେ ତା ପ୍ରିୟ ଟିଣ ବାକ୍ସ ଚାବି ଦେଇ କହିଲା, ଯା, ମୋ ବାକ୍ସରେ ମା ମଙ୍ଗଳାଙ୍କ ପାଦୁକ ଅଛି, ତାକୁ ପାଇଦେଲେ ସବୁ ମୋର ଭଲ ହେଇଯିବ। ମୁଁ ସେ କଥାରେ ଏତେ ଗୁରୁତ୍ୱ ଦେଲି ନାହିଁ। ଅପରେସନ୍ ଟେବୁଲକୁ ଗଲାବେଳେ ବୋଉ ମୋତେ ପଚାରିଲା, ଆଣିଲୁ? ମୁଁ ଘରକୁ ସାଙ୍ଗେ ସାଙ୍ଗେ ବାହାରିଲି। ବୋଉ ବିନା ଘରଟା ଏତେ ନିଃସଙ୍ଗ ଖାଁ ଖାଁ ଲାଗିପାରେ ମୁଁ ସେଇଦିନ ଅନୁଭବ କଲି। ମୋତେ ଘରଟା ମାଡ଼ି ମାଡ଼ି ପଡ଼ିଲା। ବୋଉର ଟିଣ ବାକ୍ସଟା ଆଲମିରା ଉପରୁ ତଳକୁ ଆଣିଲି। ମୋ ହାତ ଥରୁଥାଏ, କାନ୍ଦ ବି ମାଡ଼ୁଥାଏ। ମୁଁ ଥର ଥର ହାତରେ ବାକ୍ସ ଫିଟାଇଲି। ତା ଭିତରେ ଥିଲା ପୁଳେ ଏଣୁତେଣୁ ଲୁଗାପଟା, ବୋଉର ବାହାଘର ପିନ୍ଧା ଲୁଗା, ବାପାଙ୍କ ପିଲାଦିନର ପ୍ୟାଣ୍ଟ ସାର୍ଟ, ମୋ ଭଉଣୀ 2 ଜଣଙ୍କର ଟିକି ବେଳର ଫ୍ରକ୍, ମୋର 21କୁ ମାମୁଁ ଘରୁ ଆସିଥିବା ପ୍ୟାଣ୍ଟ ସାର୍ଟ, ସୁନା ଚୁଡ଼ି 4 ପଟ, ରୂପା ପାଉଁଜି, ଅଣ୍ଟା ସୂତା ଆଉ ହାତ ଖଡ଼ୁ, ଜହ୍ନି କାକୁଡ଼ି କଖାରୁ ମଞ୍ଜି, ଭାଗବତର 10ମ ସ୍କନ୍ଧ, ସୁଖଦେବ ସାହୁଙ୍କ ଉପନ୍ୟାସ 2 ଖଣ୍ଡ, 2 ଭଉଣୀ ଓ ମୋର ଜାତକ, ବାପାଙ୍କର ପୁରୁଣା ଜଙ୍କ ଲଗା ୱେଷ୍ଟ ଏଣ୍ଡ ହାତଘଡ଼ି। ବାପା କିଛି ଦିନ ମାଷ୍ଟର ଚାକିରି କରୁଥିଲେ। ସେଇବେଳର ଗୋଟେ ଛୋଟ ବେତ ବାଡ଼ି, 7-8ଟା ଡେଉଁରିଆ, ତାବିଜ ଆଉ କଉଡ଼ି, ଛୋଟ ବାଇଣ୍ଡିଂ ହୋଇ ମଙ୍ଗଳାଙ୍କ ଫଟୋ, ଠାକୁର ଠାକୁରାଣୀଙ୍କ ଧଣ୍ଡା ମାଳ, ଜେଜେଙ୍କ ପାନ କୁଟା ଯନ୍ତ୍ର,
ଆୟୁର୍ବେଦିକ ଗୁଲି ଥିବା ଗୋଟେ ଡିବା, ଆଉ 2ଟା ଚନ୍ଦନ କାଠ, ପିତ୍ତଳ ଘଣ୍ଟି, ପିତ୍ତଳର ଆଣ୍ଠୁଆ ଗୋପାଳ ମୂର୍ତ୍ତି, ମୋ ବଡ଼ ଭଉଣୀ ନାଲି ଆଉ ନେଳି ସୂତାରେ ଖଣ୍ଡେ କପଡ଼ାରେ ଏମ୍ବ୍ରୋଡରୀ କରିଥିବା ସ୍ୱାଗତମ ଲେଖା। ମୁଁ ଗୋଟେ ପରେ ଗୋଟେ ଜିନିଷ କାଢ଼ୁଥାଏ ଏବଂ ଶେଷରେ ବାହାରିଲା ଗୋଟେ ପୁରୁଣା ଖାତା, ମଇଳା ଓ ବହୁଦିନର ସାଇତା ଗୋଟିଏ ଖାତା। ତାକୁ ଖୋଲିଲି। ଗୀତ ଖାତା। କେତେ ଜଣାଣ ଭଜନ ଲେଖା ହୋଇଛି ସୁନ୍ଦର ଅକ୍ଷରରେ। ବହୁ ପୃଷ୍ଠା ଆଉ ପଢ଼ି ହେଉନି। ତା ଭିତରୁ ବାହାରିଲା ବାପାଙ୍କର ଗୋଟେ ଚିଠି। ସେତେବେଳେ ବୋଉ ଥିଲା ମାମୁଁ ଘରେ ଆଉ ମୁଁ ଥିଲି ତା ପେଟରେ। ଛୁଆର ଦାୟିତ୍ୱ ନେବା, ଠିକ୍ ସମୟରେ ଖାଇବା ପିଇବା, ଏସବୁ ବିଷୟରେ ବାପା ଉପଦେଶ ଦେଇଥିଲେ ସେ ଚିଠିରେ। ଏବଂ ଆଉ ଗୋଟେ ଚିଠି ଥିଲା ସେଥିରେ, ବୋଉର। ଚିଠି ତ ନୁହେଁ, ଗୀତରେ ସେ ଲେଖିଥିଲା ସବୁ। କେମିତି ତାର ବାପ ଘରେ କଟୁଛି ଦିନ, କେମିତି ସେ ଏକୁଟିଆ ହୋଇଯାଇଛି ସେଠି। ଆକାଶରେ ମେଘ ଉଠେଇଲେ ଯେତେବେଳେ ତା ବାପଘର ଗାଁ ଆଡ଼ୁ ଚଢ଼େଇମାନେ ଉଡ଼ି ଆସନ୍ତି, ବୋଉର କେମିତି ସେ ଚଢ଼େଇମାନଙ୍କ ହାତରେ ଚିଠି ଦେବାକୁ ଇଚ୍ଛା ହୁଏ। ଚଢ଼େଇମାନଙ୍କର କ'ଣ ହାତ ଥାଏ ସତରେ? ଏମିତି କେତେ କଥା ଥିଲା ସେ ଚିଠିରେ। ସେ ଚିଠିଟି ବୋଉ ଲେଖିସାରି ଆଉ ପୋଷ୍ଟ କରିପାରି ନାହିଁ। ସେଇଟା ବୋଧେ ବୋଉର ବାପାଙ୍କୁ ପ୍ରଥମ ଆଉ ଶେଷ ଚିଠି। ମୁଁ ଠାକୁରାଣୀଙ୍କ ପାଦୁକ ଓ ବୋଉର ଗୀତ ଖାତା ଧରି ନର୍ସିଂହୋମରେ ପହଞ୍ଚିଲା ବେଳକୁ ବୋଉର ୟୁଟ୍ରସ୍ ରିମୁଭ୍ ହୋଇସାରିଥିଲା, ଯାହା ଭିତରେ ଆମେ ଭାଇ ଭଉଣୀମାନେ ସୃଷ୍ଟି ହେଇଥିଲୁ, ବଢ଼ିଥିଲୁ, ଆଉ ସୂର୍ଯ୍ୟକିରଣ ଓ ଜହ୍ନରାତି ଇତ୍ୟାଦିକୁ ଦେଖିବାକୁ ସମର୍ଥ ହେବା ବେଳକୁ ବୋଉ ଆମକୁ ପୃଥିବୀ ଉପରେ ଓହ୍ଲେଇ ଦେଇ କହିଥିଲା, ନିଅ, ଏଥର ଏସବୁ ତୁମର। ମୋ ଆଖି ଲୁହରେ ଭର୍ତ୍ତି ହୋଇଗଲା। ମୁଁ ବୋଉର ବେଡ୍ ପାଖକୁ ଗଲି। ସେ ଯାଏଁ ଆନାସ୍ଥେସିଆର ପ୍ରଭାବ କଟି ନଥାଏ ବୋଉଠାରୁ। ମୁଁ ଠାକୁରାଣୀଙ୍କ ପାଦୁକ ରଖିଲି ବୋଉ ମୁଣ୍ଡ ତଳେ, ଆଉ ତା ଗୀତ ଖାତା ବି। ବୋଉର କାନ ପାଖରେ ଆସ୍ତେ କରି କହିଲି, ବୋଉ, ତୋ ମୁଣ୍ଡ ପାଖରେ ରଖିଛି ମଙ୍ଗଳାଙ୍କ ପାଦୁକ ଆଉ ତୋ ଗୀତ ଖାତା। ବୋଉ ପେଜୁଆ ଆଖିରେ ମୋତେ ଚାହିଁଲା ଆଉ ହସିବ ହସିବ ହେଲା। ସେତେବେଳକୁ ଆନାସ୍ଥେସିଆର ନିଶା ତା ପ୍ରିୟ ଗୀତ ଖାତାର ନିଶାଠୁ ବୋଧହୁଏ ଅଧିକ ଥିଲା। ମୁଁ ଫେରିଲି। ବୋଉର ପ୍ରଥମ ଓ ଶେଷ ଚିଠିକୁ ବାପାଙ୍କ ଠିକଣାରେ ପୋଷ୍ଟ କରିଦେଲି।